ଆସ ବୁଲିଯିବା ନୂଆ ଗାଁ। କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅଧୀନରେ ରହିଛି ଏହି ଗାଁ, ଏହି ପଞ୍ଚାୟତ। ଗାଁର ଶିକ୍ଷା, ସଂସ୍କୃତି, ସଭ୍ୟତା, ପରମ୍ପରାକୁ ନେଇ ସ୍ୱତନ୍ତ୍ର ଆଲୋଚନା ଆଜି ରହି ପ୍ରେଜେଣ୍ଟେସନରେ। ଆଉ କିଛି ଦିନ ଗଲେ ଅର୍ଥାତ୍ ମକର ସଂକ୍ରାନ୍ତି ଆସିଲେ ଚଳଚଞ୍ଚଳ ହେବ ଏହି ଶକ୍ତିପୀଠ। ଆଜି ଆମେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ନୂଆ ଗାଁ, ଏହି ଗାଁରେ ପହଞ୍ଚିଛୁ। ଆମେ ଆପଣଙ୍କୁ ଦେଖାଉଛୁ ସାଂସ୍କୃତିକ ପୀଠ। ଏପରି ଅନେକ ପୀଠକୁ ନେଇ ଆମେ ଆପଣଙ୍କୁ ଆଜିର ସୂଚନା ପ୍ରଦାନ କରିବୁ। କନ୍ଧମାଳ ଜିଲ୍ଲାର ଅନେକ ଶକ୍ତିପୀଠ ରହିଛି। ସେହି ଶକ୍ତିପୀଠ ମଧ୍ୟରୁ ଆଜି ଆମେ ପହଞ୍ଚିଛୁ ନୂଆ ଗାଁ। ଏହି ଗାଁରେ ଏକ ଶକ୍ତିପୀଠର ସୁନ୍ଦର ସମ୍ଭାବନାକୁ ନେଇ ଆମେ ଇତିହାସ ଖୋଜୁଛୁ। ବାସ୍ତବିକ କନ୍ଧମାଳର ଯେଉଁ ସାଂସ୍କୃତିକ ପରମ୍ପରା ଏକ ସ୍ୱତନ୍ତ୍ର ରହିଛି, ସେହି ସ୍ପେଶାଲିଟିକୁ ଅଧିକ ଏକ୍ସଟେନସନ୍ କରିବା ପାଇଁ ଆମେ ପହଞ୍ଚିଛୁ। ଆଜି କଥା ହେବା। ଆମ ସହିତ ଅଛନ୍ତି ଜଣେ ଭାଇ, ତାଙ୍କର ପରିଚୟ ପ୍ରଥମେ ମାଗିବା। ସାର୍, ଆପଣଙ୍କ ନାଁ କ'ଣ ଅଛି ସାର୍? ଲମ୍ବୋଦର ନାୟକ। ସାର୍, ଆମେ ଦେଖୁଛୁ ଆପଣଙ୍କର ଯେଉଁ ପଛପଟେ ଶକ୍ତି ରହିଛନ୍ତି, ଏ ଶକ୍ତିଙ୍କର ଇତିହାସ ବିଷୟରେ କ'ଣ ଟିକେ ସଂକ୍ଷେପରେ ରଖିବେ ସାର୍ ଟିକେ ମୋତେ? ଆଜ୍ଞା, ଟିକେ କୁହନ୍ତୁ, ଏହାର ଶକ୍ତିର ଇତିହାସ ବିଷୟରେ କିଛି କୁହନ୍ତୁ। କହିବି ଆଜ୍ଞା। ଏ ଶକ୍ତିପୀଠ ଆଜ୍ଞା। ପ୍ରଥମେ ଆମର ଜେଜେବାପା ହେରିକା ଚକାପାଦୁ ଯାଇଥିଲେ। ଆଜ୍ଞା। ଚକାପାଦୁ ଗୋଟିଏ କୁଟି ଭିତରେ, ଆଜ୍ଞା, ସେ କୁଟି ଭିତରେ ଏଠାଟା ପଡ଼ିଥିଲା। ଆଚ୍ଛା, ସେଠି ମାନେ ବିଚାର କଲେ, ଦେଖିଲି ଯାରେ ଆମେ ଏତେ ଦୂର ଆସିଛନ୍ତି, ଏଟା କଲେ ଯେ ଦେଖିଲି ଯେ ଭିତରେ ଗୋଟେ ପଡ଼ିଛି, ଆମ ଗାଁରେ ଶକ୍ତିପୀଠ କିଛି ନାହିଁ। ଆଚ୍ଛା ଆଚ୍ଛା। ଏଇଟାକୁ ଆମେ ଆସିକି ଧରିକି ଯିବା ବୋଲିକିରି ଆଜ୍ଞା, ସେଦିନ ପଳେଇ ଆସିଲେ। ତାକୁ ରାତିରେ ଯାଇକିରି ହୁଳା ଜାଲିକିରି, ନିଆଁ ଜାଲିକିରି ତାକୁ ଧରି ପଳେଇ ଆସିକିରି ସେ ମହାଦେବ ମୁଣ୍ଡିଆରେ ସେଠି ଗାଁ ଲୋକ ବହିକିରି ସେଠି ସବୁ ସ୍ଥାପନ ହେଲା। ମହାଦେବ ମୁଣ୍ଡିଆ ଆପଣଙ୍କ ଗାଁ ଠାରୁ କେତେ କିଲୋମିଟର ହେବ? ଏ ଗାଁ ସେ ମୁଣ୍ଡ ଏଇ ପାଖରେ। ଆମକୁ ସେଠିକି ଆପଣ ନେବେ? ହଁ ନିଶ୍ଚିତ। ହଁ, କହିଚାଲନ୍ତୁ। ସେଇଠୁ ଯେତେବେଳେ ସବୁ ଏଟା କଲେ, ସେଇଠି ଚାଲିଲା 15-20 ବର୍ଷ। 20 ବର୍ଷ ଚାଲିବା ପରେ ଗୋଟିଏ ସାଉଣ୍ଡ ଇନ୍ସପେକ୍ଟର ଆସିଲେ। ଆଗ ତ ମୁନିଷି ବାବୁ କହୁଥିଲେ, ସିଏ ହେଉଛନ୍ତି ପଠାଣ। ପଠାଣ ସିଏ ଆମର ହିନ୍ଦୁ ନୁହଁ। ସେଠୁ ସେ ମାଲିରୀ ଗାଁ ଯାଇଥିଲେ ଗୋଟେ କ'ଣ ବିଷ କେସ୍ ପାଇଁ। ସେଠୁ ଫେରିଲା ବେଳକୁ ଦେଖିଲେ ଯେ ମୁଣ୍ଡିଆ ଉପରେ ଗୋଟେ ଚାଳ ଘର ଅଛି। ସେଠୁ ତାକୁ ପଚାରିଲେ, ଏଇଟା କି ଚାଳ ଘର ଏଇଟା? ସେଠୁ ଆମର ଗାଁ ଲୋକ ସେ ବୁଢ଼ାଣି କରିକି ନାଇଁ ଆଜ୍ଞା, ଏଇଟା ହେଉଛି ମହାଦେବ ଗୋଟେ ଏଠି ସ୍ଥାପନ କରୁଛି। ଏଇଟା ମହାଦେବ ମୁଣ୍ଡିଆ ସ୍ଥାପନ କରୁଛୁ କହିଲେନି, ମହାଦେବ ମୁଣ୍ଡିଆ, ଏଟା ମହାଦେବ ଅଛନ୍ତି। ମହାଦେବ ମୁଣ୍ଡିଆ, ହଁ। ତାହେଲେ ଇଏ କ'ଣ ଫୁଟି ବାହାରିଛନ୍ତି? ଆମେ କହିପାରିବୁନି। ସେମାନେ କହିଲେ, ସେମାନେ ଜାଣିଛନ୍ତି, ଆମେ କହିପାରିବୁନି। ସେମିତି ଥିଲେ ଆମେ ସବୁ ମନ୍ଦିରଟାକୁ ତିଆରି କରିକି କିଛି ପୂଜା ହେଇଯାଉଛି। ହଁ, ଚାଲ ଦେଖିବା କହିଲେ। କିଏ ସେ ସବୁ ଇନ୍ସପେକ୍ଟର ଯାଇକି ଗଲେ, ଦେଖିଲେ ଏମିତି ଏଇଟା ଫୁଟି ବାହାରିଛି, ନିଜେ ସ୍ଥାପନ କରିଛନ୍ତି ବୋଲି ଯେତେବେଳେ କହିଲେ, ସିଏ ସାଙ୍ଗେ ସାଙ୍ଗେ ତାକୁ ଖୋଲିଲେ। ଖୋଲିଦେଲେ ଯେତେବେଳେ ଦେଖିଲେ ସେ ସ୍ଥାପି ଦେଇଛନ୍ତି ଲୋକଙ୍କୁ ଏଟା କରିବା ପାଇଁ, ସ୍ଥାପିକିରି ଖାଲି ତୁମେ ପଇସା ଆଦାୟ କରିବା ପାଇଁ ଏଟା କରୁଛ ବୋଇଲେ ତାକୁ ସେଠୁ ଖୋଲିକିରି ସେ ପୁଲିସ ମାନେ ସେ ତଳ ଆଡ଼େ ଫୋପାଡ଼ି ଦେଲେ। ସେ ମଧ୍ୟ ସେ ଗୋଟିଏ ସେମିତି ପଡ଼ିଥିଲା। ପଡ଼ିଲା କେତେ ବର୍ଷ ପର୍ଯ୍ୟନ୍ତ ପଡ଼ିଲା ପରେ 20-22 ବର୍ଷ ପରେ ଆମର ଏଇଠିକି ଜଣେ ଆସିଲେ, ରଘୁବର ଦାସ ବୋଲି ଆସିଥିଲେ। ଆମେ ତାଙ୍କୁ ଗୋଟେ ଥର ଦେଖିଛୁ। ତାଙ୍କର ଜଟା ଗୁଡ଼ାକ ହେଇକିରି ପାଦ ପନ୍ତ ପଡ଼ୁଥିଲେ। ସେଠୁ ସିଏ ଯେତେବେଳେ ଆସିଲେ ଆମ ଗାଁରେ ଏଇଠି ଗୋଟେ ଯଜ୍ଞ କଲେ। 7 ଦିନର 7 ରାତି ହେଇଥିଲା। ତୁମେ ଗାଁରେ ବୁଢ଼ାମାନେ ପଚାରିଲେ ମଧ୍ୟ ତୁମର ଏଠି ପଚାରି କହିଲେ 7 ଦିନର 7 ରାତି ହେଇଥିଲା ଯଜ୍ଞ। ସେ ଯଜ୍ଞ ସରିଲା ପରେ ଯେତେବେଳେ ସେ ବାବା ସିଆଡ଼େ ଗାଧୋଇବାକୁ ଗଲେ, ଗାଧୋଇବାକୁ ଗଲେ, ସେତେବେଳକୁ ଦେଖିଦେଲେ ବି ସିଆଡ଼େ ଝାଡ଼ା ଭିତରେ ପଡ଼ିଲେ। ଡାକିଦେଲେ, ହଇରେ ଭାଗିରଥୀ ଆସ ଟିକେ ବୋଇଲେ। ସବୁ ପଳାଇଲେ। ଇଏ କ'ଣ ଇଏ? ନାଇଁ, ଇଏ ହେଉଛି ଆଜ୍ଞା ମହାଦେବ, ଇଏ ମହାଦେବ ଶକ୍ତି। କାହିଁକି ଆଡ଼େ ଫିଙ୍ଗା ହେଇଛି? ଆମେ ଚକପାଦରୁ ଗୋଟେଇକିରି ଆଣିକିରି ଏଇଠି ସ୍ଥାପନ କରୁଛୁ, ସ୍ଥାପନ କରିଥିଲୁ। ଗୋଟେ ସେଇ ପଠାଣ ପୁଲିସ ସିଏ ଆସିଲେ, ଲୋକଙ୍କୁ ସିଏ ହିନ୍ଦୁ ନା ସିଏ, ସେଠୁ ସିଏ କହିଲେ କି ହଁ ଏମିତି ହେଇଯାଇଛି। ହଁ,
ଧୁଆଧୁଇ କର, ଧୁଆଧୁଇ କଲେ ତାପରେ ମଣ୍ଡପକୁ ଧରିକି ପଳେଇ ଆସିଲେ। ସମସ୍ତଙ୍କୁ ପଚାରିଲେ ଯେତେ ଆଉ ଗୁଡ଼ା ଏମିତି ଘଟଣା ସବୁ ହେଇଥିଲା, ଆହୁରି ପଡ଼ିକି ରହିଥିଲା, ସେ ଉପାଡ଼ି ଦେଇକିରି ପଳେଇଲେ, ଫୋପାଡ଼ି ଦେଇକିରି ଗଲେ। ଓହୋ, ସେଇ ଯେଉଁ ଯଜ୍ଞ ହେଲା, ଏଠି ଗୋଟେ କୁଞ୍ଜ ହୋଇଥିଲା ଏଇ ଆମର ଜାଗାରେ, ସେ କୁଞ୍ଜ ଭିତରକୁ ଯିଏ ପଶିଯିବ ସେ କୁଞ୍ଜର ଭିତର ବାହାରି ପାରିବେ ନାହିଁ। ନିଜେ ବାବାଜୀ ଗଲେ ସେ ଭିତରୁ ପଳେଇ ଆସିଲେ। ରାଧାକୃଷ୍ଣ ମଧ୍ୟ ରଖିକିରି ମଧ୍ୟରେ ବୁଲି 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 ଏଠି ସେ କୁଞ୍ଜଟା ହେଇଥିଲା, ବୁଝିଲେ କି? ସେ କୁଞ୍ଜ ଭିତରେ ତାହେଲେ ହୋଇଯାଇଛି, କୁଞ୍ଜ ଫୁଞ୍ଜ ଭାଇଗଲାନି, ଯାତ୍ରା 8 ଦିନ 10 ଦିନ ପଳେଇଲାନି। ସେଠୁ ତାପରେ କହିଲେ କି ତାହେଲେ ଏଟାକୁ କେଉଁଠି ସ୍ଥାପନ କରିବା? ଦେଖ ଠିକ୍ କର। ଆମର ଜଣେ ଅଜା ଥିଲେ ଝୁମୁରୁ ହଂସ ନାୟକ, ସିଏ ଥିଲେ ଏମିତି ବୋଲିକି ନାଇଁ ଆଜ୍ଞା କେଉଁଠି କାହିଁ କରିବା, ଆମର ଯେଉଁ କୁଞ୍ଜ ହୋଇଥିଲା ଅଷ୍ଟକୁଞ୍ଜ, ସେ କୁଞ୍ଜ ଯେଉଁ ହେଇଥିଲା ସେ କୁଞ୍ଜ ସେଇ ମୋର ଜାଗାଟାରେ ସେଇଟା କରିବା। ସତେ ଠିକ୍ ଅଛି। ସେଠୁ ବନ୍ଧୁଆଡ଼େ ଗାଧୋଇବା କାଛନ୍ତି ଦେଖନ୍ତି ଜାଗାଟାକୁ ଆଣିକି ସେଇଠୁ ଏତେ ସ୍ଥାପନ କରିଦେଲେ। ସ୍ଥାପନ କରିକିରି ଚାଲ ମନ୍ଦିର କାହା ତଳୁ ହୋଇଥିଲା, ହୋଇକିରି ଗଲା ପରେ ଆଉ ତାପରେ ମଝିରେ ଟିକେ କ'ଣ ହେଇଗଲା, ସେଠୁ ସେ ପୂଜାରୀ ପଳେଇଲା, ମନ୍ଦିରଟା ସେମିତି ଭାଙ୍ଗି ତୁଟିକି ରହିଗଲା। ଆମେ ସେ କାଠ ଗୁଡ଼ାକ ସବୁ ଦେଖିଛୁ ଥିବାଟା। ତାପରେ ଏଇଟା ହୋଇକିରି ଗୋଟେ ଜାମି ଗଛ ଥିଲା, ଆମେ ଛୋଟ ହେଇଥିଲୁ ଦେଖୁ, ମୁଁ ମ୍ୟାରେଜ୍ ପରେ ମଧ୍ୟ ସେ ଜାମି ଗଛ ସେଇଭଳିଆ ହେଇକିରି ଏକା ଥିଲା। ତିନି ଆଡ଼କୁ 3ଟା ଡାହି ହେଇକିରି, 3ଟା ଡାହିରେ 3ଟା ଜାମି ଫଳିବ ପ୍ରତ୍ୟେକ ବର୍ଷ, ଆଉ ଅଧିକ ଫଳିବନି। ଠାକୁରଙ୍କର ନାଁ କ'ଣ ରହିଛି? ଠାକୁରଙ୍କର ନାଁ କ'ଣ ଅଛି? ଆଗ ଥିଲା ସେଠୁ ଆଣିଲେ ଚକେଶ୍ୱର ବୋଲି ସେଟା କରିଥିଲେ। ଆଚ୍ଛା, ଏବେ କ'ଣ ନାଁ ଅଛି? ଏବେ ଅଛି ଯଜ୍ଞେଶ୍ୱର। ଯଜ୍ଞେଶ୍ୱର ସେଠୁ ଅଛି। ଯଜ୍ଞେଶ୍ୱର ସେଇଠୁ ହେଇକି ନା ନେଇ ଆଜିଠୁ ଇଏ ଯଜ୍ଞେଶ୍ୱର ହେଲେ ଆମର ଚିହ୍ନ ରହିଥିବ, ଏ ଯେଉଁ ବଡ଼ ଯଜ୍ଞ ହେଲା। ଆଚ୍ଛା, ଯେଉଁ ଆମେ ଆଲୋଚନା ଯେଉଁ କଲେ, ଯେଉଁ ବିରାଟ ଯଜ୍ଞ ହୋଇଥିଲା, ହଁ ସେ ଯଜ୍ଞର ନାଁ ସହିତ ଠାକୁରଙ୍କର ସମ୍ପର୍କ ଯୋଡ଼ି ଦିଆଗଲା, ଯାହାଦ୍ୱାରା କି ଯଜ୍ଞେଶ୍ୱର ବୋଲି ଅଛି। ତାଙ୍କର ନାଁ ରଖା। ନିଶ୍ଚିତ ଭାବରେ ଆମେ ଶୁଣିପାରୁଛୁ ଯେ ବାସ୍ତବିକ ଇତିହାସକୁ ଯଦି ଆମେ ଯିବା, ପ୍ରତ୍ୟେକ ଠାକୁରଙ୍କର ନାଁ ଭିତରେ ଇତିହାସ ରହିଛି। ସାର୍, ଆମେ ଶୁଣିବାକୁ ପାଉଛୁ ଆଉ କିଛି ଦିନ ପରେ ଆପଣଙ୍କର ଏଇ ଜାଗା ଚଳଚଞ୍ଚଳ ରହିବ, ମକର ସଂକ୍ରାନ୍ତି ହେବ। ମକର ସଂକ୍ରାନ୍ତି କେବେଠୁ ଆରମ୍ଭ ହୋଇଛି ଆପଣଙ୍କ ଗାଁରେ, କ'ଣ ଟିକେ ଡାଟା ରଖିବେ? ତାପରେ ଗଲା ଏମିତି କେତେ ବର୍ଷ ଯିବା ପରେ ସେମିତି ତ ପଡ଼ିକି ରହିଛି। ସେଠୁ ମୁଁ ସେଇ ଗୋଟେ ପାହାଡ଼ ଉପରେ ସେଠି ବସିକିରି 4-5 ଜଣ ବୁଢ଼ା ଲୋକ ସେଠି ଗଣ୍ଡେଇ ଟାଣୁଛୁ। ସେଠୁ ପଚାରିଲି, ଗୋଟେ ବାବା ଥିଲେ ଆମର ଉଦ୍ଧବ ପ୍ରଧାନ ବୋଲିକିରି, ଆବାଲ୍ୟରୁ ବ୍ରହ୍ମଚାରୀ, ସେ ସବୁ ହେଲା ଭୁଇ, ଆମ ଗାଁରେ ଆଉ ମନ୍ଦିର ନାହିଁ, ଶିବ ମନ୍ଦିର। କିଏ କହିଲା? ଅଛି ମନ୍ଦିର, ପୂତା ହେଇକିରି ମହାପୁରୁ ପଡ଼ିଛନ୍ତି। ମୁଇଁ ମଧ୍ୟ ଠିକ୍ ଭାବରେ ତାଙ୍କ ପାଖକୁ ଶୁଣିପାରିଲି। ଆମେ ସବୁ କଥା ହେଉଛୁ ବାପା ଶନିବାର ଦିନ। ଯେତେବେଳେ ଶନିବାର କଥା ହେଉଛୁ, ସେଠୁ ନାଇଁ ଆମର ସେଠି ଗୋସାଇଁ ଜଣେ ଅଛନ୍ତି ସୁଦର୍ଶନ ମିଶ୍ର, ତାଙ୍କୁ କହିଲି କକା କୁଆଡ଼ୁ ପୂଜାରୀ ନ ଆସିବା ପର୍ଯ୍ୟନ୍ତ ତୁମେ ଏଟାକୁ ପୂଜାବିଧି କରିବ, ପାଣି ଢାଳିବ? ହଁ ନିଶ୍ଚୟ ଅଛି। ଆଉ ତ ସୋମବାର ଦିନ ଆୟୋଜନ କରିକିରି ସବୁ ଭୋଗ ତାଙ୍କର ପାଇଁ ସବୁ ଏଟା କରିଦେଲି, କରିକିରି ସବୁ ଆସିକି ତାପରେ 10ଟା ଭିତରେ ଖୋଳିଲି। ଆଉ ଖୋଳିକିରି ଚାରିପଟ ବାଡ଼ କରିଦେଲୁ, ବାଡ଼ କରିକି ଉପରେ ଡାଳ ପକାଇଦେଲୁ। ସେ ଡାଳ ପକାଇକିରି ତାପରେ ଖୋଳା ହେଇଗଲା। ସିଆଡ଼ୁ ଆମର ବାପା ହେତେବେଳକୁ ନାୟକ ସରପଞ୍ଚ ବାପା। କେତେ ବର୍ଷ ସାର୍ ବର୍ତ୍ତମାନ ଯଜ୍ଞ ଏ ଯେଉଁ ଆରମ୍ଭ ହେଲା, ଯେଉଁ ଆପଣଙ୍କର ମକର ଯାତ୍ରା, ପାଖାପାଖି କେତେ ବର୍ଷରେ ଏଇଟା ଆରମ୍ଭ ହୋଇଥିଲା? ମକର ଯାତ୍ରାଟା 63 ଆରମ୍ଭ ହେଲା, ଆଉ ସ୍ଥାପନ ହୋଇଛନ୍ତି ଠାକୁରଙ୍କର ବହୁତ ଦିନ ପୂର୍ବରୁ 1914ରେ ସ୍ଥାପନ ହେଲେ ଠାକୁର, ଆଉ 1963ରେ ହେଲା ଯଜ୍ଞ, ଏ ଯେଉଁ ଆମର ମକର ଯାତ୍ରା ଆରମ୍ଭ। ଏ ବର୍ଷ ସାର୍ ମକର ଯାତ୍ରା କେମିତି କ'ଣ ଆୟୋଜନ ପାଇଁ କେମିତି କ'ଣ ରହିଛି, ବ୍ୟବସ୍ଥା କେମିତି ରହିଛି? ଚାଲିଛି। ଆଚ୍ଛା ଚାଲିଛି ବର୍ତ୍ତମାନ। ନିଶ୍ଚୟ ହବ। କେତେ ଲୋକ ପାଖାପାଖି ଜମା ହୁଅନ୍ତି ସାର୍? ବହୁତ ଲୋକ ଜମା ହୁଅନ୍ତି। ଆଉ ମାର୍କେଟ ବସେ? ମାର୍କେଟ ଆଗ ଆସେ ସବୁ ଖୋଳ କୀର୍ତ୍ତନ, 50-60 ଥଳ ଲେଖା ଆସନ୍ତି। ଆଚ୍ଛା, ଆମ ଘରେ ଚାଉଳ ମପା ହବ, ବାପା ଆମର ମେନ୍ ଗାଁରେ। ଏ ବର୍ଷ ସାର୍ କେମିତି ଅଛି ଯାତ୍ରାର ମାହୋଲ? କେମିତି ବର୍ତ୍ତମାନ କେତେ ଦିନ ପରେ ହେବ ଯାତ୍ରା କି ଆପଣଙ୍କ ଗାଁରେ? ଏପାଳି 3-4 ଦିନ ପର୍ଯ୍ୟନ୍ତ ହବ ବୋଲି ବିଚାର। ଆଚ୍ଛା, କିଛି ପୌରାଣିକ ନାଟକ ଆସୁଛନ୍ତି? ଆଚ୍ଛା, ଗାଁରେ ଆଉ କିଛି ଯଜ୍ଞର ବ୍ୟବସ୍ଥା ଅଛି? ଯଜ୍ଞର ବ୍ୟବସ୍ଥା ହେଉଛି, ରାଧାକୃଷ୍ଣ ଆଉଛନ୍ତି, ହରିହର ଭେଟ ହେବେ, ଏଠି ଯଜ୍ଞ ହବ, ମକର ଚାଉଳ ଲାଗିବ। ମକର ବୋଲେ ସାର୍ ଆପଣ କ'ଣ ବୁଝନ୍ତି? ଯେଉଁ ମକର ଯେଉଁ ଶବ୍ଦ ବୋଲି ଆମ ଗୋଟେ ଅଛି ଅଭିଧାନରେ, ମକର ବୋଲେ ଆପଣ କ'ଣ ବୁଝନ୍ତି? ଆମେ ତ ମକର ବୋଲେ ସଂଗାତ ବୁଝୁ, ମକର ମାନେ ଋତୁ ବୋଲି ବୁଝୁ, ମକର ମାନେ ଇନ୍ଦ୍ରଙ୍କର ଗୋଟେ, ବରୁଣଙ୍କର ଗୋଟେ ନାଁ ସେଇଟା। ତେଣୁ ଏ ଋତୁ ପରିବର୍ତ୍ତନ ସହିତ ମକର ଯାତ୍ରାର କ'ଣ ସମ୍ପର୍କ ଅଛି?
आम टे बर्तमान बुझा आम पाखे अच्छा पूजारी मंदिर कथा है सुंदर कथा है जे वास्तविक ये यज्ञर इतिहास को नहीं आम पाखे जो थिला द्वंद्व ताहा आज क्लियर होती आम अनुभव करुँ कंधमाल जिले में जो अनेक सांस्कृतिक पीठ रही शैव पीठ रही एपरी व्यक्ति मान जो मान बयसर अपराणी अच्छा तथापि से इतिहास लुचि रही से इतिहास को आम आगक नापी आज चेष्टा करुँ आम बर्तमान पहुँचीचु कंधमाल जिलार यही खजुरा ब्लॉक नुआगाँ नुआगाँ रणपाटली नुआगाँ जहाँ को कहुच्छी आम दीर्घ समय धरी कभरेज कराऊँ शुणा हेबे समर्पण एवं समाधान सूत्र को नहीं आम आगक बढ़ा आज आम कंधमाल जिलार खजुरीपड़ा ब्लॉक अंतर्गत आर नुआ गाँव में पहुँचीछु शक्ति एवं शाक्त एपरी अनेक शब्द सहित समर्पित रोचे आमर भावना आम पूजारी सहित कथा वास्तविक ठाकुरंकर प्रभाव भक्त एवं भक्तिर समन्वय किपरि भाव में प्रकटित हुए आउ किछि दिन पर मकर संक्रांति उपलक्षे सूर्यन उत्तरायण उपलक्षे एथिरे आयोजन होब एक सांस्कृतिक कार्यक्रम ए कार्यक्रम सहित ए शक्तिपीठर किपरि संभावना स्वीकृति प्रदान करुच्ची आलोचना करवा भाई सहित सर आपंकर ना कौन अच्छी सर मोर ना आज्ञा पूजक श्री महेश्वर रणा रणा अच्छा आम देखू बेले बेले अदृश्य शक्ति सहित आप संपर्क जोड़ी हुए प्रत्येक दिन आज्ञा आम जितेबाला कौन गोटे पथर बा माटी को पूजा करूँ आज्ञा ता भितर जो देवत्व सृष्टि हुए आज्ञा ता आपण अति निकट देखुंट ता सहित भक्त माने आसती भक्त मानकर जो संपर्क को आपण सेतु परी काम करती आज्ञा ठाकुर विषय कौन कहे ठाकुर शक्ति विषय कौन कहे आज ये कार्यक्रम में आज्ञा मु 4 वर्ष मो आगे पूजा करुली मोर गाँव रे मोर पुओ नाती बाहर मत ये डकैले मुझे यज्ञेश्वर आस्थान को आसिली पूजा करने सेवा सूत्र करने 4 वर्ष है आसबार मत ये गोटे यज्ञेश महादेव नाम यज्ञेश्वर महादेव यज्ञेश्वर महादेव आस्थान आसला दिन ठारू एते खुशी एते ये ना धन संपत्ति इत्यादि उपार्जन आ लोकंर स्नेह सहानुभूति एतिकी मो प्रति बढ़ी जाइए ठाकुर नथिले बरं तांकर ये दुख नहीं मुझे पूजारी नहांती बोले तांकर गोटे प्रभाव तांकु पड़ी जाउची मन दुख हो जाउची से भाबुछंती जे पूजक एका देवता मो बहुत खुशी होउची से तांकर माँ बापा तांकर पूर्वजों को मु नमस्कार करुची मोर जो जजमान भक्त माने आसी से जो आनंद उल्लास रे मो सहित कथबार्ता है मो पूजार संतुष्ट होई मते दक्षिणा देई हस खुशी रे जो प्रकार जाउछंती मु ए आर नुआ गाँव आसला दिन धन्य हो जाइए प्रभु मते यज्ञेश्वर महादेव एमिति कृपा दृष्टि रे त्रिनयन रे चाहि थांतु मु थिला पर्यंत ए यज्ञेश्वर महादेवंकर पताका आहुरी आकाश उड़ेबी ए 3टा पंचायतर जजमान माने मत जी जुठे अटोरे देखिले खजुरीपड़ा देखिले फुलवाणी देखिले मु चिन्ह पारुनी किंतु से माने चिन्हुछंती 3 वर्ष हो गला आज्ञा फुलवाणी जाइछि दंड करबा पे की प्रति फुलवाणी टाउन गोटा जाक जेते सहर अच्छी बा जेते स्ट्रीट अच्छी सबू थे समस्त मत नमस्कार कर किंतु क्या चिन्ह पारुनी मु पचार बापा तुम मत नमस्कार कहीं कल ना आज्ञा आपण आसी आम साई दंड आपण आमर भोग पूजा कर आम चिन्हुचु मु धन्य हो गली हे प्रभु यज्ञेश्वर महादेव आउ तुम करुणा एते जे मु केते 100 जन्म होइकरी हेले भी आपणकर ऋण सुझी पारिबिनी वर्तमान मु गोटे अनुभव करुछि शिव मंदिर सामने मु कहूँ राति 4टा हो गले गोटे बेड़ाटे मो पाखे अच्छी बेड़ाटे बोले गाँव सी मुझे जहाँ जोटा कहले कौट कौन गोटे कलेक्शन करदेव कि ना कौटा कौन काम दाम टे करदे तार प्रभु मत राति 4टार हे बा बा घर कबाट खोलला बेलू कहीं ना हे प्रभु यज्ञेश्वर महादेव
କି ତମର ଲୀଳା ତମେ କି ରୂପରେ ମୋତେ ଦର୍ଶନ ଦେଲ ତମକୁ ମୁଁ ଆଉ ଭୁଲି ପାରିବିନି ପ୍ରଭୁ କହିକି ନିଶ୍ଚିତ ଭାବରେ ବର୍ତ୍ତମାନ ଆମେ ଶୁଣିପାରୁଛୁ ଯଜ୍ଞେଶ୍ୱର ଠାକୁରଙ୍କର ପ୍ରଭାବ ଅନୁଭବ କରୁଛନ୍ତି ରଣା ଭାଇ। ଦୀର୍ଘ ଦିନ ଧରି ଭକ୍ତି ଏବଂ ଭକ୍ତ ସହିତ ସମର୍ପିତ ମନଟିଏ ନିଶ୍ଚିତ ଭାବରେ ଏକ ଆତ୍ମଭରା ଶାନ୍ତି ନିହାତି ଭାବରେ ମନର ତୃପ୍ତି ଏପରି ଅନେକ କଥା ସିଏ ବଖାଣୁଛନ୍ତି। ବାସ୍ତବିକ ଠାକୁରଙ୍କର ମହିମା ତୁଣ୍ଡରେ ବଖାଣି ହେବନି, କଥାରେ କହିହେବନି, ଶବ୍ଦରେ ତାକୁ ଆମେ ବ୍ୟବହାର କରିପାରିବାନି। ଏକ ସମର୍ପିତ ମନୋଭାବକୁ ନେଇ ରଣା ଭାଇଙ୍କର ସେହି ଆବେଗ ନିଶ୍ଚିତ ଭାବରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରୁଛି। ଧନ୍ୟବାଦ ସାର୍। ଠାକୁରଙ୍କର ଜାଗା ରହିଛି, ଏହି ଜାଗାକୁ ଅତୀବ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଦୃଷ୍ଟି ପଡ଼ିଛି। ନିଶ୍ଚିତ ଭାବରେ ଆମେ ଆଶା ରଖୁଛୁ ଯେ ଏହି ଶୈବ ପୀଠର ଯେଉଁ ପରିସର ରହିଛି ଏ ପରିସରକୁ ସୁନ୍ଦର କରିବା ସହିତ ସରକାରଙ୍କର ଯେଉଁ ଆନ୍ତରିକତା ନିଶ୍ଚିତ ବୃଦ୍ଧି ପାଇବ। ଆବଶ୍ୟକ ରହୁଛି ପାଚେରୀ ଏବଂ ସୁରକ୍ଷା ପାଚେରୀ, ଯାହାକୁ ଆମେ ଆବଶ୍ୟକ କରୁଛୁ। ତେଣୁ ଗଣମାଧ୍ୟମରେ ଏହାକୁ ପ୍ରକାଶିତ ପରେ ସରକାର ଦୃଷ୍ଟି ଆକର୍ଷଣ କରିବେ ଏବଂ ଖୁବ୍ ଶୀଘ୍ର ଏହାର ବିକାଶ ପାଇଁ ଚିନ୍ତା କରିବେ। ପ୍ରତ୍ୟେକ ଗାଁରେ ଥାଆନ୍ତି ବିଭିନ୍ନ ଦେବାଦେବୀ। ଖଜୁରୀପଡ଼ା ବ୍ଲକର ନୂଆଗାଁ ଜିପି ନୂଆଗାଁ ଏ ଗାଁରେ ଆମେ ବର୍ତ୍ତମାନ ପହଞ୍ଚିଛୁ। ଆମେ ଦେଖୁଛୁ ଅବରାଳୀଙ୍କର ଶକ୍ତି ଏହି ଗାଁରେ ବି ବିଦ୍ୟମାନ ଅଛି। ଏ ଶକ୍ତିପୀଠର ଇତିହାସ ବିଷୟରେ ଆଲୋଚନା କରିବା ଭାଇଙ୍କ ସହିତ। ସାର୍ ଆପଣଙ୍କ ନାଁ କ'ଣ ଅଛି ସାର୍? ଡିସେମ୍ବର ମାଝିମାନ। ଆଚ୍ଛା, କେତେ ବର୍ଷ ହେଲା ସାର୍ ଆପଣ ଏ ପୂଜା? 17 ବର୍ଷ ହେଲା। ଆଚ୍ଛା, ଠାକୁରଙ୍କର ଆବିର୍ଭାବ ବିଷୟରେ କ'ଣ ଟିକେ କହିପାରେ? କି କୁହନ୍ତୁ ଟିକେ। ପୂର୍ବରୁ ତ ଆମ ଜେଜେବାପା ଥିଲେ। ଆଜ୍ଞା ଜେଜେବାପା ପଣି ଉସି ଆମ ସେଠି ଥିଲେ। ଆଜ୍ଞା ହେଲେ ବର୍ତ୍ତମାନ ଆମର 5 ବର୍ଷ ହେଲାଣି ଆଜ୍ଞା ଚାଲିଛି। ମାନେ ବାପାର ପଣି ଉସି ସରିକିରି, ଜେଜେବାପାର ସରିକିରି, ବାପାଙ୍କର ସରିକିରି, ବଡ଼ ବାପାର ଯେଉଁ ବୁବା ବୋଲୁ ତାଙ୍କର ବି ସରିକିରି ଲାଷ୍ଟ ମୋର ଏବେ ବର୍ତ୍ତମାନ ସେ। ଆଚ୍ଛା, ଆମେ ଦେଖୁଛୁ କନ୍ଧମାଳ ଜିଲ୍ଲାରେ ଅନେକ ଶକ୍ତିପୀଠ ରହିଛି। ଶକ୍ତିପୀଠର ବିକାଶ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ଏବଂ ଅର୍ଥ ମଧ୍ୟ ଦିଆଯାଏ। ଆପଣଙ୍କର ଏଇ ଯେଉଁ ମନ୍ଦିର ପାଇଁ କ'ଣ କ'ଣ ସରକାରଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା ମିଳିଛି ଆଉ କ'ଣ ବାକି ଅଛି ଯାହାକି ଅଧିକ ସୁନ୍ଦର କରିପାରିବ ପରିବେଶକୁ? କ'ଣ କହିବେ ଟିକେ, ସରକାର କ'ଣ ନିବେଦନ କରିବେ? କିଛି ଆସିନି, ଖାଲି ଯାହା ଦେଇଥିଲେ ସାର୍ ଗୋଟେ ପଦ୍ମମାନ ଥରେ ଦେଇଥିଲେ ସିଟ୍ ସପୋର୍ଟଟା, ନହେଲେ ଚାଳ ଛପର ଏକା ଥିଲା। ଆଚ୍ଛା ଆଚ୍ଛା, ଏବେ ଆଜବେଷ୍ଟ ବର୍ତ୍ତମାନ ଅଛି। ଆଚ୍ଛା, ଆମେ ଦେଖୁଛୁ ବର୍ତ୍ତମାନ ତ ଆଜବେଷ୍ଟ ପରେ ବର୍ତ୍ତମାନ ଛାତଘର ସବୁ ଜାଗାରେ କରାଗଲାଣି। କ'ଣ କହିବେ ଆମ ମାଧ୍ୟମରେ ସରକାରଙ୍କୁ କ'ଣ ନିବେଦନ କରିବେ? ସାର୍ ମନ୍ଦିରଟା ହେଲେ ଭଲ ହୋଇଥାନ୍ତା, ଭଲ ହେଇପାରିବ। ନିଶ୍ଚିତ ଭାବରେ ଭାଇ କହୁଛନ୍ତି ଆକର୍ଷଣ ପାଇଁ ସରକାରଙ୍କ ତରଫରୁ ବା ଟୁରିଜିମ୍ ଡିପାର୍ଟମେଣ୍ଟ ତରଫରୁ ଅନେକ ଫଣ୍ଡିଂ ବି ରହିଛି। ସେ ଫଣ୍ଡିଂ ଯଦି ପହଞ୍ଚି ପାରିବ ତାହେଲେ ନିଶ୍ଚିତ ଭାବରେ ସୁନ୍ଦର ମନ୍ଦିରଟି ତିଆରି ହୋଇପାରିବ ଏବଂ ଏହି ନୂଆଗାଁ ଯେଉଁ ବର୍ତ୍ତମାନ ଗ୍ରାମ ରହିଛି ତାହାର ଏକ ଶକ୍ତିପୀଠ ଭାବରେ ପରିଚୟ ପାଇପାରିବ। ଧନ୍ୟବାଦ ସାର୍। ଦଣ୍ଡ ଠାକୁରଙ୍କର ଶକ୍ତିପୀଠ ଅର୍ଦ୍ଧନିର୍ମିତ ରହିଛି। ଶକ୍ତିପୀଠର ସୁନ୍ଦର ପ୍ରକ୍ରିୟା ଆଶା କରାଯାଉଛି କମ୍ ଦିନ ଭିତରେ ଏହାର ପ୍ରଭାବ ଅତୀବ ଆକର୍ଷଣୀୟ ହୋଇପାରିବ। ଏ ହେଉଛି ସେହି ପାହାଡ଼। ସେ ପାହାଡ଼ର ନାଁ କ'ଣ ରହିଛି ଆଲୋଚନା କରିବା। ସାର୍ ଆପଣଙ୍କ ପଛପଟେ ଯେଉଁ ପାହାଡ଼ ରହିଛି ଏ ପାହାଡ଼ର ନାଁ କ'ଣ ସାର୍? ଏ ହେଉଛି ମହାଦେବ ମୁଣ୍ଡିଆ। ମୁଣ୍ଡିଆ। ମହାଦେବ ମୁଣ୍ଡିଆ ବୋଲି କାହିଁକି ସାର୍ କୁହାଗଲା? କାହିଁ ହେଲେ ଯେତେବେଳେ ଆମର ଜେଜେବାପା ହେରିକା ଚକବାଦୁରୁ ଧରିକିରି ଆସିଲେ, ସେଇ ଇଠେ ଆସିକିରି ଫାଷ୍ଟ ସ୍ଥାପନ ଠାକୁରଙ୍କୁ ଏଠି ରଖାଗଲା ପ୍ରଥମରେ। ଆଚ୍ଛା ଆଚ୍ଛା, ଏଠି ସ୍ଥାପନ ହେଲା ପରେ ଏଠି ରହିଲେ 20-30 ବର୍ଷ ହେଲାନି କି, 14-34 ହେଇଗଲା। 30 ବର୍ଷ ରହିଲା ପରେ ଏଠୁ ଏଠି ଯେତେବେଳେ ଠାକୁର ଆସିଲେ କିଏ ପୂଜା କରୁଥିଲେ ଏଠି? କରୁଥିଲେ ଗୋଟେ ପୂଜାରୀ, ତାଙ୍କର ନାଁ ମନେ। ଆଚ୍ଛା, ମନେ ପଡ଼ୁନି। ନିଶ୍ଚିତ ଭାବରେ ଆମେ ଅନୁଭବ କରିପାରୁଛୁ ଶକ୍ତିଙ୍କର ପ୍ରଭାବ ନୂଆଗାଁରେ ରହିଛି। ଆମେ ବର୍ତ୍ତମାନ ଦେଖାଉଛୁ ସେହି ଶକ୍ତିପୀଠର ଯେଉଁ ବର୍ତ୍ତମାନ ଯଜ୍ଞେଶ୍ୱର ଶକ୍ତିପୀଠର ଯେଉଁ ବର୍ତ୍ତମାନ ଆମେ ଶକ୍ତିପୀଠ ଦେଖାଇଲୁ ତାହାର ପୁରୁଣା ଶକ୍ତିପୀଠ ଭାବରେ ଜଣାଶୁଣା। ତେଣୁ କନ୍ଧମାଳ ଜିଲ୍ଲାର ଅନେକ ଜାଗା ରହିଛି ଯେଉଁ ଜାଗାକୁ ସାଂସ୍କୃତିକ ପୀଠ ଭାବରେ ମଧ୍ୟ ପରିଗଣିତ କରାଯାଏ। ଆଜି ଆମେ ନୂଆଗାଁର ଏଇ ଯେଉଁ କଲଚରାଲ୍ ଆଣ୍ଡ ଜିଓଗ୍ରାଫିକାଲ୍, ଏଗ୍ରିକଲଚରାଲ୍ ଆଣ୍ଡ ଏଜୁକେସନାଲ୍ ଏନହାନ୍ସମେଣ୍ଟ ପାଇଁ ଯେଉଁ ପ୍ରେଜେଣ୍ଟେସନ୍ କରୁଛୁ ନିଶ୍ଚିତ ଭାବରେ ଏହା ସରକାରଙ୍କ ଦୃଷ୍ଟି ପାଖକୁ ପହଞ୍ଚିବ ଏବଂ ଏହି ନୂଆଗାଁର ରହିଥିବା ଆଧ୍ୟାତ୍ମିକ ପୀଠ ଏବଂ ତା'ର ଯେଉଁ ଜିଓଗ୍ରାଫିକାଲ୍ ସିନାରୀକୁ ଏକ୍ସଟେନସନ୍ କରିବା ପାଇଁ ମଧ୍ୟ ଯଥେଷ୍ଟ ସହାୟକ ହେବ ବୋଲି ଆମେ ଆଶା କରୁଛୁ। ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ରାଜସ୍ୱ ନିରୀକ୍ଷକଙ୍କର ଅଫିସ୍ ଏବଂ ପ୍ରେସିଡେଣ୍ଟ ବି ରହିଛି। ପାନୀୟ ଜଳର ସୁବିଧା ଏବଂ ସାକାର କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି।
आज आम आर नुआ गाँर सुंदर चित्र को आपण मानक पई देखाउछु। निश्चित भाव में एक गठनमूलक प्रेजेंटेशन बास्केट फाउंडेशन। वृक्ष पूजार परंपरा इतिहास जना पड़े। भारतीय दर्शन साहित्य रे वृक्ष पूजार परंपरा भिन्न एवं अभिन्न। ता सहित शक्ति पूजार परंपरा तैयारी होइछि भारतीय दर्शन रे। आमे बर्तमान देखुछु आज यही शक्तिपीठ रे ठाकुरंकर रही चित्र एवं ता सहित रही पितावलींकर सही शक्ति कथा हेबा दीपद सुंदर कथा सहित। सर आमे देखुछु वर्तमान जो वृक्ष गहन रे ठाकुराणी अछंती आ ठाकुराणी ना कौन रही सर? यागर होची पिताबाड़ी। पिताबाड़ी अच्छा केबे एटा पूजा हुए सर? बहुत दिन रहउछु आमे अच्छा। ताकू आ किछि नहीं रे एबे केबे केबे यात्रा सब हुए ए जगह रे? यात्रा राम लोकाय मास रहउछि ज्येष्ठ मास रे। ज्येष्ठ ज्येष्ठ अच्छा अच्छा ज्येष्ठ मास। अच्छा लोक माने एकत्रित होंती हो बहुत अच्छा अच्छी फोटो वीडियो सब अच्छी तापरे पितावलींकर जो शक्ति रही शक्ति सहित समर्पित रही सही वृक्ष पूजार परंपरा। सर आम देखू बेले बेले ठाकुराणींकर कंधमाल जिले में ठाकुराणींकर जो आविर्भाव रही विशेषतः गछ मान गहन गछ गुड़िकर गहन रही था तार वास्तविक रूप कौन कहे टे माँ जो लुकायत अवस्था आम अभिज्ञता जाचु प्रकृत में सत्य बोली आमको जितेबू 8 वर्ष 10 वर्ष होता सेतु जो बड़ी दि जाए छेली से छेली जो पट को पड़गला जो पट माटी तले पड़गला पूरा पिता हो जाए कुकुर पट्टा सब प्रसाद कर खाती ताकू से सब ये पिता हो जाए। अच्छा तल पट्टा ये आम सब आम सब अच्छा अच्छा ज्ञापन कर। अच्छा अच्छा सर बर्तमान कंधमाल जिले तो आस्ते आस्ते बर्तमान बलि प्रथार परंपरा आस्ते आस्ते कमिला विशेषतः माँ समर्पण पर जो प्रतीकात्मक भाव बलि दि जाए माँ निश्चित भाव में भाई कहते वास्तविक प्रतीकात्मक बलि बर्तमान कंधमाल जिले में कम करुच्ची आस्ते आस्ते आम सभ्यता आड़ को जाऊँ एवं निश्चित भाव में शक्तिपीठ में बलि रहा आवश्यक किंतु से बलिर प्रभाव जेपरी अधिक न रुहे से चिंतन प्रक्रिया आरंभ होती। आम बर्तमान देखु ए दृश्य वास्तविक नुआ गाँ एक सांस्कृतिक गाँ ए दंडयात्रा हुए पितावली पूजा हुए शिवरात्रि हुए मकर यात्रा हुए एपरी अनेक यात्रार समाहार गाँ निश्चित भाव में रही समर्पित। आम बर्तमान लगातार भाव में देखाऊँ दीर्घ समय धरी अनेक शक्तिपीठर परंपरा। दीर्घ समय धरी आम बर्तमान आर नुआ गाँर विभिन्न सांस्कृतिक पीठ शक्तिपीठ एवं विभिन्न देवादेवी पीठ ता सहित विभिन्न लोकेशन को आम देखा बर्तमान वास्तविक कंधमाल जिले में अनेक गाँ रही जो गाँर ऐतिह्य परंपरा बाहर को चर्चा आसीपारना तेणु आम आज पहुँचीचु नुआ गाँ आर नुआ गाँव में जो आम बर्तमान स्थान में पहुँचीचु आम देखुचु शक्तिपीठर परंपरा रही सरकार तरफ अनेक उन्नयन कार्यक्रम कराଯାଉଛି विशेषतः सांस्कृतिक पीठ को अधिक एक्सटेंशन करने सरकार किसी राजस्व और अर्थ भी दौरान आज भी एत वर्ष 2026 रे ठाकुरंकर घरटीए हो पारि ना कौन रखिए प्रतिक्रिया आलोचना करवा। सर आप ना कौन सर? चित्तरंजन प्रधान। अच्छा सर आम शुणा पाचु ये जो आप साही जो आम रोच साही ना कौन सर? गुरुसाही ए गुरुसाही कहबार विशेषत्व कौन टे कहींपारे माने कहीं ए साही को गुरुसाही कहगला कौन टे कहींपारे टे? आज्ञा पूर्वर माने गुरु लोक अच्छा जो काम धाम हेले भी गुरु लोक गुरु हिसाब से जानती सब प्रकार आमर जो पर्वपर्वाणी लगे आज्ञा कौटे क्या तुंड है क्या सब विषय वस्तु माने करती। अच्छा अच्छा से गुरु बोली जेहेतु डका जाए। अच्छा अच्छा शुणी पारे संक्षेप में गुरुसाही विशेषत्व कहीं ए साई को गुरुसाही कहगला तार संक्षिप्त उत्तर रखुच्च भाई। सर आम देखिलु ठाकुराणी आज भी घरटी तैयारी हो पारि ना कौन रखिए प्रतिक्रिया सुंदर ठाकुर अच्छा बर्तमान ठाकुर ना कौन अच्छे सर? स्वरूपेनु स्वरूपेनु अच्छा पेनु माने हमर कोई भाषा रे आपण कहउछन्ती पेनु माने पेनु माने देवता देवता अच्छा हमर पर्वत देवता पर्वत देवता उड़िया रे हला पर्वत देवता अच्छा स्वरूप माने पर्वत अच्छा ए ठाकुरन पूजा करिबा पय वर्तमान तो उन्मुक्त रहिछि शक्ति अछन्ती आज पर्यंत घरटी तयारी न होबा पछरे कोन कारण बोली आपण भाबुछन्ती?
सरकारଙ୍କର जो टूरिज्म सेक्टर रही टूरिज्म तरफ सरकार खर्च कर पैसा आपण या अधिक विकसित करने किसी चिठी पत्र करेस्पंडेंस किसी कर माने सरकार चिठी लिखिछन अच्छा अनुदान गवर्नमेंट रो हमको मिलने हो अच्छा आम माध्यम कौन कहिबे सरकार को सरकार को आमको टिके जदि घर द्वार देते महाप्रभु पीठ पई आमको टिके खुशी लागो भलो लागो अच्छा नहीं मु शुणुली जड़े भाई कहते यार विकास दरखास्त करा खूब कम दिन भितर ए सांस्कृतिक पीठ विकास कर निश्चित भाव में आम आशा करूँ सर कौन कहे आप गाँव में पहुँचु बर्तमान पूरा गाँव विभिन्न शक्तिपीठ को आम बर्तमान देखाऊँ बर्तमान आज पर्यंत भी मुकुला ही रही ठाकुर शक्तिपीठर जो परंपरा और जो पावर रही कौन प्रतिक्रिया रखिए आम माध्यम कौन सरकार कौन कहे कौन कहले बहुत दिन है जगहटा ये खोला होगी रही बहुत गोटे वर्ष को वर्ष तार गोटे पुण्य पर्व यात्रा पर्व सब चलती आज सुधा किसी हो पारनी से जदि भल कि हम आम मनटा टे उत्साह लगे सब खुशी लगे निश्चित भाव में भाई मान पाखे रही जदिव दुख से जन पारना गणमाध्यम ए कम करे गणमाध्यम द्वारा सरकार पाखे जोगाजोग पहुँचे और प्रत्येक गाँ कंधमाल जिले में 2500 रू अधिक गाँ रही जो गाँ गुड़िक आम देखु विभिन्न शक्तिपीठर परंपरा रही कंधमाल जिलार चकाबाद ब्लॉक अंतर्गत आर नुआ गाँव बर्तमान पहुँचीचु विभिन्न शक्तिपीठ को आम एक्सटेंशन करूँ उद्देश्य रही जे कल्चरल बैकग्राउंड को आम स्ट्रंग कले लोक मान इकोनॉमिकल जियोग्राफिकल एग्रीकल्चर मेडिकल एपरी अनेक विकास को आम देखिपर तेणु निश्चित भाव में खजुरीगुड़ा ब्लॉक ये गाँव में आम पहुँचीचु जो ठारू आम देखा दृश्य जे वास्तविक कौन रही गाँवर शक्ति और परंपरा जहाँ नहीं आदिवासी भाई भाई मान भितर जो आग्रह और उद्दीपना सृष्टि हम ताको साकार करने निवेदन कर माध्यम धन्यवाद सर नुआगाँ जीपी अंडर रही पंचायत हाई स्कूल लर्निंग सेंटर एक बलिष्ठ परिचय आज आम नुआगाँ और नुआगाँ जहाँ आम कहूँ स्पेशल कवरेज रेस्केट फाउंडेशन।